हाय साଙ୍ଗମାନେ ତ ମୁଁ ଆଜି ଆସିଯାଇଛି ଆହାର କେନ୍ଦ୍ରକୁ 5 ଟଙ୍କିଆ ମିଲ୍ ଖାଇବା ପାଇଁ। ତ ଆସନ୍ତୁ ଏଠି ଭୋଜନର ପରିବେଷଣ କେନ୍ଦ୍ର ଯେଉଁଟାକି 5 ଟଙ୍କାରେ ସୁଲଭ ରନ୍ଧା ଖାଦ୍ୟ ମିଳିଯାଉଛି। 11ଟାରୁ 3ଟା ପର୍ଯ୍ୟନ୍ତ ଏଠି ଖାଇବା ମିଳେ ଏବଂ ଏଠିକାର ସୁବିଧା ହେଉଛି ରୋଗୀ ଏବଂ ତା ସହିତ ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଖାଇବା ପାଇଁ ଏଠି ସୁବିଧାରେ ମିଳିଯାଉଛି। ହଁ ଖାଲି ଏତିକି ନୁହେଁ, ଆମ ସହିତ ଲାଇନରେ ଠିଆ ହେଇଥିଲେ କିଛି ବୃଦ୍ଧା ମଉସା ମାଉସୀ। ଏହି ଖାଦ୍ୟକୁ ବହୁତ ହାଇଜେନିକ୍ ୱେରେ ବନାଯାଏ, ସେଥିପାଇଁ ଏଠି ସମସ୍ତେ ଖାଇବା ଉଚିତ। ଏହି ଆହାର କେନ୍ଦ୍ର ଓଡ଼ିଶାର ଏକ ଯୋଜନା ଥିଲା, ଆହାର ଯୋଜନା, ଯିଏକି ଆମର ଶ୍ରୀଯୁକ୍ତ ଫର୍ମର ଚିଫ୍ ମିନିଷ୍ଟର ନବୀନ ପଟ୍ଟନାୟକ ସାର୍ ଏହାକୁ ଶୁଭାରମ୍ଭ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ସ୍ଥାପନ କରାଯାଇଛି ଏବଂ ଓଡ଼ିଶାରେ ସହରାଞ୍ଚଳକୁ କାମ କରିବାକୁ ଆସୁଥିଲେ ଶ୍ରମିକମାନଙ୍କ ପାଇଁ ଏବଂ ଗରିବ ଲୋକମାନଙ୍କ ପାଇଁ ସୁବିଧାରେ ଏବଂ ସହଜରେ କମ୍ ମୂଲ୍ୟରେ ଖାଇବା ଯୋଗାଇବା ପାଇଁ ଏହି ଯୋଜନାଟି କରିଥିଲେ, ଯେଉଁଟାକି ଆହାର କେନ୍ଦ୍ର। ଏବଂ ଆହାର କେନ୍ଦ୍ରଟା ଏଠି ମୁଁ ଯେଉଁଠି ଯାଇଥିଲି ସେଇଟା ହେଉଛି କ୍ୟାପିଟାଲ ହସ୍ପିଟାଲର ଆହାର କେନ୍ଦ୍ର। ଦେଖନ୍ତୁ ଏଇଠି ଆହାର କେନ୍ଦ୍ରରେ ମୁଁ ତ ଆଜି ପ୍ରଥମ ଥର ପାଇଁ ଆସିଥିଲି। ତ ଆହାର କେନ୍ଦ୍ର ଭିତରେ ବହୁତ ବଢ଼ିଆ, ମାନେ ଲାଇନରେ ସହକାରେ ଯାଉଥିଲେ, ଶାନ୍ତି ଶୃଙ୍ଖଳା ରକ୍ଷା କରି ଯାଉଥିଲେ। ଏବଂ ମୁଁ ବହୁତ ଲୋକଙ୍କଠୁ ଶୁଣିଛି ଯେ ଆହାର କେନ୍ଦ୍ରରେ ବହୁତ ବଢ଼ିଆ ଦିଆ ହୁଏ। ତ ଭାତ ଡାଲମା ଆଉ ଆଚାର କିଛି ଏମିତି। ତ ସେଥିପାଇଁ ଆମେ ଚାଲନ୍ତୁ ଦେଖିବା, ନିଜେ ଦେଖିବା। ତ ଏମିତି ବହୁତ ସାରା ଭିଡ଼ ହେଇଥିଲା। ତ ଏଠି ସବୁଦିନ ହିଁ ଭିଡ଼, ସେମିତି କିଛି ନାହିଁ। ତ ଏତିକି ହେଉଛି, ଏମିତି ମୁଁ ଆସିଥିଲି, ପାଖକୁ ଆସିଥିଲି। ତ ମୋତେ କିଛି ସେଠାକାର ଯେଉଁ ମ୍ୟାନେଜମେଣ୍ଟ ଯିଏ ବି ସନ୍ତୁଳନରେ ଅଛନ୍ତି, ତ ମୁଁ ସେଠି ଯାଇଥିଲି, ମୋତେ ମନା କରିଥିଲେ ଭିଡ଼ିଓ କରିବା ପାଇଁ। ଏଇଟା ଗଭର୍ଣ୍ଣମେଣ୍ଟ ସଂସ୍ଥା, ଭିଡ଼ିଓ କରିବା ପାଇଁ ମନା କରିଛନ୍ତି। ତେଣୁକରି ମୁଁ ଟିକେ ଜଷ୍ଟ ଭିଡ଼ିଓ କରିଦେଲି। ତ ଚାଲନ୍ତୁ ଦେଖିବା। ତ ମୁଁ ଖାଇଥିଲି, ତ ବେଶୀ ଭିଡ଼ିଓ କରିପାରିନି। ତ ଏଇଟା ହେଉଛି 5 ଟଙ୍କିଆ ମିଲ୍, ଯେଉଁଟାକି ଭାତ ଡାଲମା ଖଟା। ତ ବହୁତ ବଢ଼ିଆ ଲାଗିଲା।